ସମସ୍ତଙ୍କୁ ନମସ୍କାର। ମୁଁ ସିଏଚ୍ ସାନ୍ତାକାର କୋରାପୁଟରୁ ଆପଣଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛି ରେଡ଼ିଓ କୋରାପୁଟ ମାଧ୍ୟମରେ। ତେଣୁ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ଏବଂ ବିଶେଷ କରି ଅଙ୍କୁରୋଦ୍ଗମର ସମସ୍ତ ଶିଶୁ ସାମ୍ବାଦିକମାନଙ୍କୁ ଆଜି ଏକ ବିଶେଷ ଅଭିନନ୍ଦନ। କାରଣ କ'ଣ ତାହା ନିଶ୍ଚିତ ଭାବରେ କହିବି ବାହାରକୁ। ଆଜି ସନ୍ଧ୍ୟା 9:15 କେତେ ଜଣ ପାଇଁ ତାହା ରାତ୍ରି 9:15 ହେଇଥିଲା। ସେହି ସମୟରେ ହଠାତ୍ ମୋ ମୋବାଇଲ ଫୋନଟି ବାଜି ଉଠିଲା। ନମ୍ବରଟି ଦେଖେ ତ ନମ୍ବରଟି ଏକ ନୂଆ ନମ୍ବର। ମୋର ଫୋନରେ ତାହା ସେଭ୍ ହୋଇନାହିଁ। ତଥାପି କେହି ଜଣେ ଡାକୁଥିବେ ତାଙ୍କ ସହିତ କଥା ହେବା ପାଇଁ ସେଇ ଫୋନଟିକୁ ଉଠାଇ ନେଲି। ଜଣେ ଏକ ଝିଅଟି ଫୋନ କରୁଥାଏ। ସାର୍ ନମସ୍କାର। ନମସ୍କାର। ମୁଁ ସାର୍ ସ୍ୱର୍ଣ୍ଣ, ମନେ ଅଛି ଆପଣଙ୍କର? ମୁଁ ମନେ ପକାଇବାକୁ ଆରମ୍ଭ କଲି। ସ୍ୱର୍ଣ୍ଣ କିଏ ହୋଇଛନ୍ତି? ସିଆଡୁ ଆସିଲା ଯେ ମୁଁ ଢେଙ୍କାନାଳରୁ ଶିଶୁ ସାମ୍ବାଦିକ ଭାବରେ 20 ବର୍ଷ ପୂର୍ବେ ଆପଣଙ୍କ ସହିତ କାର୍ଯ୍ୟ କରୁଥିଲି। ଅନେକ ଦିନ ହବ ଆପଣଙ୍କର ଫୋନ ନମ୍ବରଟିକୁ ଖୋଜୁଥିଲି ଏବଂ ଆଜି ଟ୍ୱିଟରରେ ଗୋଟେ ପୋଷ୍ଟିଂଟିକୁ ଦେଖୁ ଦେଖୁ ମିଳିଗଲା ମୋ ନମ୍ବର। ଆଉ ସେଇଥିପାଇଁ ଆଜି ସେ ଝିଅଟି ଫୋନ କରିଛି। ଶିଶୁ ସାମ୍ବାଦିକ ସେ ସମୟରେ କୋରାପୁଟରେ ବି ଚାଲିଥିଲା ଶିଶୁ ସାମ୍ବାଦିକ କାର୍ଯ୍ୟକ୍ରମ ୟୁନିସେଫର ସହାୟତାରେ, ଏବଂ ଢେଙ୍କାନାଳରେ ମଧ୍ୟ ଚାଲିଥିଲା ସୁଚାରୁ ରୂପେ ଶିଶୁ ସାମ୍ବାଦିକ କାର୍ଯ୍ୟକ୍ରମ। କଥାବାର୍ତ୍ତା ହେଲୁ, ମନେ ପକାଇଲୁ ସେଦିନର କଥା, ସେତେବେଳର କଥା, କିପରି କୁନି କୁନି ପିଲାମାନେ ସବୁ, ସେ ବି ଗୋଟେ ଛୋଟ ଝିଅଟେ ଥିଲା ସେତେବେଳେ, ବୋଧହୁଏ ଷଷ୍ଠ ବା ସପ୍ତମରେ ପଢୁଥିଲା ସେ ଝିଅଟି। ସେ ସମୟରେ କିପରି ଶିଶୁ ସାମ୍ବାଦିକତା ମାଧ୍ୟମରେ ପିଲାମାନଙ୍କର ଜାଣିବାର ଏବଂ ଜଣାଇବାର ଯୋଉ କାର୍ଯ୍ୟକ୍ରମ, ତାକୁ ସେମାନେ ସୁଚାରୁ ରୂପେ ସମ୍ପାଦନ କରୁଥିଲେ। ଏବଂ ସେହି କ୍ରମରେ ୱାର୍ଲଡ ସୋସିଆଲ ଫୋରମକୁ ଆମେ ଯାଇଥିଲୁ ସମସ୍ତେ ମିଶି। କୋରାପୁଟର ଶିଶୁ ସାମ୍ବାଦିକ ଏବଂ ଢେଙ୍କାନାଳର ଶିଶୁ ସାମ୍ବାଦିକ ମାନେ ସମସ୍ତେ ରେଳ ଯୋଗେ ଯାଇଥିଲୁ ଦିଲ୍ଲୀ। ତେଣୁ ସ୍ୱର୍ଣ୍ଣ ସେଇ ସବୁ କଥାକୁ ମନେ ପକେଇଲା ଏବଂ କିପରି ଦିଲ୍ଲୀରେ ଆମେ ସମସ୍ତେ ସେଇ କାର୍ଯ୍ୟକ୍ରମରେ ସଫଳତାର ସହିତ ଆମେ ସମସ୍ତେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲୁ ଏବଂ ସୁନ୍ଦର ଭାବରେ ତାକୁ ସମ୍ପାଦନ କରି ଫେରିଥିଲୁ ଓଡ଼ିଶାକୁ। ସେ ସବୁ ସମ୍ପର୍କରେ ସେ ପ୍ରାଞ୍ଜଳ ଭାବରେ ମନେ ପକାଇଛି ସେମାନଙ୍କୁ। ମୋର ଛାତି କୁଣ୍ଠ କୁଣ୍ଠ ହୋଇଗଲା। 20 ବର୍ଷ ପରେ ଜଣେ କୁନି ଝିଅଟିଏ, ଯିଏ ବର୍ତ୍ତମାନ ଭୁବନେଶ୍ୱରରେ ଷ୍ଟେଟ ବ୍ୟାଙ୍କରେ କର୍ମରତ, ସେ ବର୍ତ୍ତମାନ ଫୋନ କରି ସେଇ ସ୍ମୃତିକୁ ଚାହୁଁଛନ୍ତି। ପାଠ ପଢି ଜଣେ ଶିକ୍ଷକ ହୋଇନଥିବା ଶିକ୍ଷକ, ସାର୍ ସମସ୍ତଙ୍କ ପାଇଁ ସାର୍ ହୋଇଯାଇଛି, ସେଭଳି ଏକ ସାର୍ ଏଇ ସ୍ମୃତିଚାରଣ ମାଧ୍ୟମରେ କିଛି ଯୋଉ ସମ୍ମାନ ପାଇଲେ, ସେ ସମ୍ମାନର ହକଦାର ହବା ନିଶ୍ଚିତ ଭାବରେ ବହୁତ ଗର୍ବର କାରଣ, ବହୁତ ଆନନ୍ଦ ଦେଇଛି। ସେଇଥିପାଇଁ ଆପଣଙ୍କ ସମ୍ମୁଖରେ ସେଇ ସ୍ମୃତିକୁ ବଖାଣୁଛି। ଏପରି ଛୋଟ ଛୋଟ କଥା ଅନେକ ଆସିଯାଏ ଜୀବନ ମଧ୍ୟରେ, ତାକୁ ଆନନ୍ଦର ସହିତ ଗ୍ରହଣ କରିବା। ଏବଂ ଏପରି ଅଚାନକ, କାରଣ ପୃଥିବୀଟି ବହୁତ ବଡ ନୁହେଁ, ପୃଥିବୀ ଯଦି ଆମେ ଦେଖିବା ବହୁତ ଛୋଟ, ସାରା ବିଶ୍ୱର ତୁଳନାରେ ପୃଥିବୀ ବହୁତ ଛୋଟ ଏବଂ କୋଉଠି ନା କୋଉଠି ମିଶିଯାଏ, ଏବଂ ଏଇଭଳି ଭାବରେ ହଠାତ୍ ଅତର୍କିତ ଭାବରେ ଅଚାନକ ଭାବରେ ଆପଣଙ୍କର ସମ୍ମୁଖରେ ଏକ ଅଜଣା ସ୍ମୃତି ଜାଣତ ଭାବରେ ଆଗକୁ ଆସିବ, ସମ୍ମୁଖକୁ ଆସିବ ଏବଂ ଆପଣଙ୍କୁ ଆହୁରି ଆନନ୍ଦିତ କରିବ। ବାସ୍ତବରେ ଆଜି ମୁଁ ବହୁତ ଖୁସି ହେଇଗଲି ଯେ 20 ବର୍ଷ ପୂର୍ବେ ଗୋଟେ ଛୋଟ କୁନି ଝିଅଟେ ମୋତେ ମନେ ରଖିଛି, ମୋର ନାଁଟିକୁ ମନେ ରଖିଛି, ମୋର ପରିଚୟଟିକୁ ମନେ ରଖିଛି ଏବଂ ଆମର ସେଇ ଯୋଉ ସମ୍ମିଳିତ କାର୍ଯ୍ୟ, ଯାହାକି ପିଲାମାନଙ୍କ ପାଇଁ, ହଁ, ତାଙ୍କ ସହିତ କଥା ହେଲା ବେଳକୁ ଶିଶୁର ବାସ୍ତବିକ ମାନସିକତା କଣ ହବା ଦରକାର, ମନସ୍ତତ୍ଵ କଣ ହବା ଦରକାର, କିପରି ଅଭିଭାବକ ମାନେ କିପରି ଶିଶୁ ମାନଙ୍କର ଯୋଉ ବାସ୍ତବିକ ଅଧିକାର ରହିଛି, ତାଙ୍କର ଯୋଉ
ବଞ୍ଚିବାର ଅଧିକାର ରହିଛି ଏବଂ ମୁକ୍ତ ବାତାବରଣ ମଧ୍ୟରେ ବଞ୍ଚିବାର ଅଧିକାର ରହିଛି। ତାହା ଯେ କିପରି ଦେଇ ହଉନାହିଁ ଦେଉନାହାନ୍ତି ସେ ସବୁ କଥା ସେ ସେତେବେଳେ ଲେଖୁଥିଲା। ଆଜି ମଧ୍ୟ ସେ କଥାକୁ ଗୋଟେ ଏଡଲ୍ଟ ଭାବରେ ସେ କଥା ଇଏ କରୁଛି। ମୁଁ ଆଶା କରୁଛି ଯେ ତାର ମଧ୍ୟ ଯୋଉ ସନ୍ତାନ ହେବେ ସେମାନେ ଏକ ଉନ୍ନତ ଅ, ଅଭିଭାବକ ପାଇବେ, ଯୋଉମାନେ କି ସଚେତନ ଅଛନ୍ତି ଶିଶୁ ଅଧିକାର ଏବଂ ଶିଶୁର ସମ୍ଭାବନା ଏବଂ ଶିଶୁର ବ୍ୟାପକତା ବ୍ୟାପ୍ତି ସେ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ରୂପେ ସଚେତନ ଅଛି। ଏପରି ଏକ ସଚେତନ ପରିବାର ମଧ୍ୟରେ ଗୋଟେ ଶିଶୁଟେ ଜନ୍ମ ନେବ, ତାଠୁ ଭଳି ଆଉ ସୌଭାଗ୍ୟ ବିଷୟ କଣ ହେଇପାରେ? ନୂତନ ବିଶ୍ୱ ଗଠନ ଦିଗରେ ଏଇ ଶିଶୁମାନେ ଆଗକୁ ଆସିବେ, ଏଇଭଳି ଅଭିଭାବକ ମାନେ ଆଗକୁ ଆସିବେ। ତେଣୁ ପୁଣି ଥରେ ସେଇ କୁନି ଝିଅଟିଏ ସ୍ୱର୍ଣ୍ଣ ତା ପାଖରେ କୃତଜ୍ଞତା ଜଣାଉଛି, ଯିଏକି ବର୍ତ୍ତମାନ ମା ହେବାକୁ ଯାଉଛନ୍ତି। ତାଙ୍କୁ ଆମେ କୃତଜ୍ଞତା ଜଣାଇବା ଏବଂ ଆମେ ସମସ୍ତେ ଆଶା କରିବା ଯେ ଏକ ନୂତନ ଚେତନାର୍ଥ ଏକ ଶିଶୁ ଓ ଏଇ ଧରାପୃଷ୍ଠକୁ ସେ ସକ୍ଷମ ହୁଅନ୍ତୁ। ଏଇ ପ୍ରାର୍ଥନା ଭଗବାନଙ୍କ ନିକଟରେ ରହିଛି। ତେଣୁ ପୁଣି ଆଗକୁ ନିଶ୍ଚିତ ଭାବରେ ଆପଣଙ୍କ ସହିତ ଆହୁରି ଅନେକ କଥାକୁ ନେଇ ଏଇଭଳି ବାରମ୍ବାର ଆସିବୁ ଏବଂ ସାଉଣ୍ଡଟିକୁ ପୁରୁଣାର କଥା ସ୍ମୃତିର କଥା ସେଥି ପର୍ଯ୍ୟନ୍ତ ଶାନ୍ତାକାର ବିଦାୟ ନେଉଛି ଆପଣଙ୍କ ଠାରୁ ରେଡ଼ିଓ କୋରାପୁଟ ପାଇଁ। ନମସ୍କାର। କୋରାପୁଟିଆ ଜୋତା।